ଦେଖନ୍ତୁ ସର୍ବପ୍ରଥମେ ଆଜି ହେଉଛି ଆମର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର 148ତମ ଜନ୍ମଦିବସ। ଆଜି ଆମମାନଙ୍କ ପାଇଁ ସବୁଠୁ ଖୁସିର ବିଷୟ ଏବଂ ଗର୍ବର ବିଷୟ ଯେ ଆପଣଙ୍କର ଗଡ଼ ଇଟା ପୋଖରୀ ଯେଉଁ ଆମର ଯେଉଁ ଗାଁ ଅଛି ସେ ଗାଁରେ ଗୋପବନ୍ଧୁ ମେମୋରିଆଲ ଟ୍ରଷ୍ଟ ତରଫରୁ ତାଙ୍କର 148ତମ ଜନ୍ମଦିବସକୁ ପାଳନ କରାଯାଉଛି। ମୁଁ ଏଟା କହିବାକୁ ଚାହେଁ ଯେ ଏଇଥିରୁ ଜଣାପଡ଼ୁଛି ଯେ ଓଡ଼ିଶାର ଜାତି ବା ବର୍ତ୍ତମାନ ଯେଉଁ ଓଡ଼ିଆ ମାନେ ଯେଉଁମାନେ ଅଛନ୍ତି ସେମାନଙ୍କର ଓଡ଼ିଶା ପ୍ରତି ତାଙ୍କର ମନୋଭାବ, ଓଡ଼ିଶା ପ୍ରତି ତାଙ୍କ ପ୍ରେମ ଏବଂ ସର୍ବୋପରି ଗୋପବନ୍ଧୁଙ୍କର ତାଙ୍କର ଯେଉଁ ଜୀବନର ଯେଉଁ ଯାତ୍ରା ଥିଲା, ତାଙ୍କର ଯେଉଁ ତ୍ୟାଗ ସେବାର ଯେଉଁ ମନୋବୃତ୍ତି ଥିଲା ତା ଆଜି ବି ମଧ୍ୟ ଜୀବନ୍ତ ହୋଇ ଓଡ଼ିଶାର ଏଇ ଗ୍ରାମରେ ବଞ୍ଚି ରହିଛି। ଗୋପବନ୍ଧୁଙ୍କର ଯେଉଁ ଆଦର୍ଶ ମୁଁ ଏଠି ପାଦ ଦେଲା ପରେ ତାକୁ ମର୍ମେ ମର୍ମେ ଅନୁଭବ କରୁଛି। ଗୋପବନ୍ଧୁ ଥିଲେ ସେବାର ପ୍ରତୀକ। ଅନ୍ୟର ସେବା କରିବା ପାଇଁ, ସମାଜର ସେବା କରିବା ପାଇଁ ସେ ନିଜର ଜୀବନ ନିଜ ପରିବାରକୁ ଉତ୍ସର୍ଗୀକୃତ କରିଦେଇଥିଲେ। ଏଠି ବି ମୁଁ ସେଇଆ ଦେଖୁଛି ଯେ ଗୋଟେ ଛୋଟିଆ ଗାଁରେ ଏଠି ଗୋପବନ୍ଧୁଙ୍କର ଟ୍ରଷ୍ଟ ହେଇଛି ଏବଂ ସବୁଠାରୁ ବଡ଼ କଥା ସମାଜ ସେବାରେ ଏ ଗ୍ରାମ ଅଗ୍ରଣୀ ଏଠି ଗୋଟେ କନ୍ୟାଶ୍ରମ ହେଇଛି। କନ୍ୟାମାନଙ୍କର ସେବା ଯେଉଁ ଭାବରେ ଲୋକମାନଙ୍କର ମାନସିକତା ଏଠି ରହିଛି, ସଚେତନତା ରହିଛି, ମୋତେ ବହୁତ ଭଲ ଲାଗିଛି ଏବଂ ଗୋପବନ୍ଧୁଙ୍କର ଆଦର୍ଶରେ ଗ୍ରାମ ଆଦର୍ଶ ଅନୁପ୍ରାଣିତ ଏବଂ ଏଠିକାର ଗ୍ରାମବାସୀ ବୃନ୍ଦ ଏବଂ ପ୍ରତ୍ୟେକ ଆବାଳ ବୃଦ୍ଧ ବନିତା ସମସ୍ତେ ଭବିଷ୍ୟତରେ ଗୋପବନ୍ଧୁଙ୍କର ଆଦର୍ଶକୁ ବଞ୍ଚାଇ ରଖିବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ଯେ ଜଣେ ଜଣେ ଗୋପବନ୍ଧୁ ତିଆରି ନ ହେବେ ସେ କଥା କହିହେବ ନାହିଁ। ମୋତେ ଲାଗୁଛି ଏ ଗାଁର ବୟୋବୃଦ୍ଧ ମାନଙ୍କର ଯେଉଁ ସଚେତନତା ରହିଛି, ସଂସ୍କାର ରହିଛି, ସେଇଥିରେ ପିଲାମାନେ ଆଗେଇବେ ଏବଂ ଭବିଷ୍ୟତର ସୁନାଗରିକ ହେବେ। ଗୋପବନ୍ଧୁଙ୍କ ଭଳି ଜଣେ ସମାଜସେବୀ ଯାହାଙ୍କୁ ଗାଁ ଗାଁରେ ଲୋକ ମନେ ରଖିଛନ୍ତି ଏବଂ ଏଇ ଗଡ଼ ଇଟା ପୋଖରୀ ଏତେ ବଡ଼ ଆୟୋଜନ କରୁଛି ଏବଂ ଯେଉଁ ସାନ ସାନ ପିଲାମାନଙ୍କୁ ସେ ଷ୍ଟେଜ ପାଖରେ ବସେଇ ରଖିଛନ୍ତି, ସେମାନେ ଗୋପବନ୍ଧୁଙ୍କ ଜୀବନୀ ଏବଂ ତାଙ୍କ କାର୍ଯ୍ୟାବଳୀ, ତାଙ୍କର ସେବା ବିଷୟରେ ପିଲାମାନଙ୍କୁ କହିଛନ୍ତି। ମୁଁ ଆଶା କରୁଛି ଏଇ ମେମୋରିଆଲ ଟ୍ରଷ୍ଟ ମାଧ୍ୟମରେ ଆମର ଉତ୍ତର ପିଢ଼ି ନିଶ୍ଚିତ ପୂଜାର ସମ୍ମାନ କରିବେ ଏବଂ ଦେଶ ସେବାରେ ନିଜକୁ ବ୍ରତୀ କରିବେ। ମୁଁ ଗଡ଼ ଇଟା ପୋଖରୀର ଅର୍ଜୁନ ପାତ୍ର, ଗୋପବନ୍ଧୁ ଟ୍ରଷ୍ଟର ସଭାପତି ଏବଂ କିଛି ବୟୋବୃଦ୍ଧ ଲୋକଙ୍କର ପ୍ରେରଣାରେ ଗୋପବନ୍ଧୁଙ୍କର ମୂର୍ତ୍ତିଟା ସ୍ଥାପନ କରିବା ପାଇଁ ପ୍ରେରଣା ପାଇଥିଲି ଏବଂ ମୋର ସହପାଠୀ ସାଙ୍ଗସାଥି ସେମାନଙ୍କ ସହିତ ଆଲୋଚନା କରି ଗୋପବନ୍ଧୁ ମୂର୍ତ୍ତିଟି ପ୍ରତିଷ୍ଠା କରି ଦୀର୍ଘ 8 ବର୍ଷ ହେଲା, 18 ମସିହାରୁ 25 ମସିହା ହେଲା ଏଠି ଜନ୍ମ ଜୟନ୍ତୀ ପାଳନ କରାହେଉଛି। ତେଣୁ ଅନ୍ୟ ଅତିଥିମାନେ ଯେତେବେଳେ ଯାହା ବି ନିମନ୍ତ୍ରଣ କରିଛୁ ବା ଆହ୍ୱାନ କରିଛୁ ସମସ୍ତେ ସହଯୋଗ କରୁଛନ୍ତି। ସମସ୍ତଙ୍କୁ ଯଥା ସମ୍ମାନ ଯେତିକି ଆବଶ୍ୟକ ତାହା କରାଯାଉଛି। ଅନୁଷ୍ଠାନ ବଞ୍ଚି ରହିବା ପାଇଁ ଶତ ଚେଷ୍ଟା ଚାଲିଛି ଯେ ଅନୁଷ୍ଠାନଟା ଆଗାମୀ ଦିନ ପାଇଁ କେମିତି ଉତ୍ତରୋତ୍ତର ଉନ୍ନତି ହେବ, ସେଥିପାଇଁ ମୁଁ ଟିକେ ଚେଷ୍ଟିତ। ଅଭିମନ୍ୟୁ ପଣ୍ଡା, ପୂର୍ବତନ ସରପଞ୍ଚ କଳାପାଞ୍ଚଣ, ନିମାପଡ଼ା ବ୍ଲକ ପୁରୀ। ଆଜି କଳାପାଞ୍ଚଣ ପଞ୍ଚାୟତରେ ଗଡ଼ ଇଟା ପୋଖରୀ ଗ୍ରାମରେ ଯେଉଁ ପ୍ରବାଦ ପୁରୁଷ ଗୋପବନ୍ଧୁ ଦାସଙ୍କ 148ତମ ଦିବସ ପାଳନ ହେଉଛି, ନିଶ୍ଚିନ୍ତ ଧନ୍ୟବାଦ ଦେବି। ଆଜି ଗଡ଼ ଇଟା ପୋଖରୀର ସମସ୍ତ ଗ୍ରାମବାସୀ ଏବଂ ବାହାର ଗାଁରୁ ଆସିଥିବା ବହୁତ ଶହ ଶହ ଲୋକ ଆଜି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଆମେ ନିଶ୍ଚିନ୍ତ ଭାବରେ ଉତ୍ତର ପିଢ଼ି, ୟାର ଯେଉଁ ପିଢ଼ି ପରେ ପିଢ଼ି ଆସୁଛି, ଆମେ ସମସ୍ତଙ୍କୁ ଏଇ ଗୋଟିଏ ବାର୍ତ୍ତା ଦେବୁ, ଗୋପବନ୍ଧୁ ଭଳି ଆମେ ସେବା ଯଦି ମନ ଲକ୍ଷ୍ୟ ରହିବ ତାହେଲେ ଏଇ ଉତ୍କଳ ଆମକୁ ନିଶ୍ଚିନ୍ତ ଭାବରେ ଆଗକୁ ସୁନ୍ଦର ଉତ୍କଳ ଆମେ ପାଇବା। ଏତିକି ମୋର